ଭାଗବତ ପଢୁଛି ଏଇସବୁରେ ମୋ ସମୟ ବିତି ଯାଉଛି। ଯଦି ମତେ ଭଗବାନ ସଂସାର ଦେଲେନି ତ ମୁଁ ସେ ସଂସାର ଜଞ୍ଜାଳରେ ସମୟ କାହିଁକି ଦେବି? ଯେତିକି ସମୟ ସ୍ୱାମୀକି ଦେଇକି ଆଉ ଯେତିକି ସମୟ ହଉଛି ମୁଁ ଭଗବାନଙ୍କ କାମରେ ଲଗେଇ ଦଉଛି। ମତେ ଶାନ୍ତି ମିଳୁଛି କିନ୍ତୁ ପରିବାର ପ୍ରେସର ଏସବୁରେ ମୁଁ ଟିକେ ଇଏ ହଉଛି। ଭାବୁଛି ସେମାନେ ସତ କହୁଛନ୍ତି, ଠିକ କହୁଛନ୍ତି, ଭୁଲ କହୁଛନ୍ତି, ମୁଁ ସେଇଟା ବି ଜାଣିପାରୁନି। ଗୋଟେ କଥା ଶୁଣ, ମୁଁ ପଦେ କହୁଛି ଶୁଣ। କ୍ଷୀରରେ ଧୋଇଲେ ଖଣ୍ଡରେ ବୋହିଲେ ଲିମ୍ବ କି ମଧୁର ହୋଇବ, ଯେତେ ପରକାରେ ବୁଝାଇ କହିଲେ ପରକିଆ ପଣା ହୋଇବ। ବୁଝୁ, ତୁ ଯେତେ ଆଣିଲେ ସୁଦ୍ଧା ସେ ତୋର ନିଜର ପସନ୍ଦ କାଳେ ହେଇପାରିବେନି। ନିଶ୍ଚିତ ଟିକେ ପାର୍ଥିକ୍ୟ ରହିବ। କଣ ବୁଝିପାରୁଛୁ ନା? ତେଣୁ ତୁ ସେ କଥା ନୁହେଁ, ତୁ ତୋ ଅତି ନିଜର ସେ ପରମ ବ୍ରହ୍ମ ଭଗବାନ ଯାହାକୁ ଗୋପାଳ ବୋଲି ଭାବୁଛୁ, ସେଇ ଗୋପାଳକୁ ତୁ ତୋର ନିଜର କରିକି ରହ। କଣ ବୁଝିପାରୁଛୁ ନା? ଆମ ମତ, ତମେ ତମର ଯାହା କରିବା କଥା ନା ବାବା, ମୋର ବି ମତ ସେଇଟା, ମୋ ସ୍ୱାମୀଙ୍କର ମତ ସେଇଟା। ସେ ସବୁବେଳେ ମତେ କହୁଛନ୍ତି ଆଉ ପିଲାପିଲି ଯାହାର ଅଛି ତ ନେଇକି ବୃଦ୍ଧା ଆଶ୍ରମରେ ଛାଡି ଦଉଛନ୍ତି, ଆଉ ଆମର ଯଦି କେହି ନାହିଁ ଆମେ ବୁଢା କାଳରେ ବୃଦ୍ଧା ଆଶ୍ରମରେ ଯାଇକି ଯାହା ପଇସା ପତ୍ର ରଖିବା ସେଇଠି ଦେଇଦେବା, ସେଇଠି ରହିବା। କିଛି ଅଛି ନା ବୃଦ୍ଧାଶ୍ରମ କାହିଁ? ତମେ ସଦ୍ଗୁରୁ ଯଦି କହିଥିବ ଗୁରୁଙ୍କ ଆଶ୍ରମରେ ଆସି ରହିବ, ଅସୁବିଧା କଣ? ତେଣୁ ତମେ ଗୋଟେ କଥା କର, ତୋ ବରକୁ ସାଙ୍ଗରେ ନେଇକିରି 26 ତାରିଖ ଦିନ ସୁନ୍ଦର ପଦା ବୋତଣ୍ଡା, ଏପ୍ରିଲ 26 ହଁ ଏଇ ଆସନ୍ତା 26, ଆମର ପ୍ରତି ମାସ ଶେଷ ରବିବାର ସେଇ ଜାଗାରେ ମେଳା ହଉଛି ପ୍ରତି ମାସ। ତେଣୁ ଏବେ ମଧ୍ୟ ସେଇ ଶେଷ ରବିବାର ହଉଛି ଏପ୍ରିଲ 26 ତାରିଖ। ସେ 26 ତାରିଖରେ ଆମର ସୁନ୍ଦରପଦା ବୋତଣ୍ଡା ପ୍ଲଟ ନମ୍ବର ହଉଛି 68/1004, ଆଉ ପଦିପୁନି ନିବାସ, ପଦିପୁନି ନିବାସ ହେଲା। ତେଣୁ ସେଇଠିକି ତମେ ବରକୁ କହ ବାବାଙ୍କ ପାଖକୁ ଫୋନ କରିଥିଲି, ବାବା କହୁଥିଲେ ସେ ତ ଆସୁଛନ୍ତି ସେ ମେଳାକୁ, ଆସି ଯିବା ପାଇଁ କହୁଛନ୍ତି, ଚାଲ ଟିକେ ବୁଲି ଆସିବା। ସେଇଠି ତ ପାଖରେ, ତମେ ଆସିକି ବୁଲିକି ଯାଅ, ତାପରେ ଦେଖିବା ଆଉ। ବାବା ଟିକେ ଦୟା କରନ୍ତୁ ମୋ ଉପରେ। ହଁ କିଛି ଅସୁବିଧା ନାହିଁ, ମୁଁ ନିଶ୍ଚୟ ତମକୁ ସାହାଯ୍ୟ କରିବି ନା। ମୁଁ ତ କେବଳ ତମ ମାନଙ୍କୁ ପଥ ଦେଖେଇବା ପାଇଁ ଆମ ଦୟାନିଧି, ମୁଁ ତମ ମାନଙ୍କୁ ସବୁ ପାଉନଥିଲି ମୋ ଜୀବନରେ। ମୋ ବୋଉ ଟିକେ ଗୁରୁ ଆସିଛି ତ, ସିଏ ମୁଁ ତାଙ୍କ ପାଇଁ ଟିକେ ଆସିଲି ସ୍ପିରିଚୁଆଲ ମାଇଣ୍ଡ କି, କିନ୍ତୁ ସିଏ ମତେ ସବୁବେଳେ କହୁଛି ବୁଢା ଆମେ ପଳେଇଲା ପରେ ତତେ କିଏ ଦେଖିବ, ତତେ କିଏ ଦେଖିବ, ତୁ ଗୋଟେ ଆଣିଛୁ। ସେଇଟା ହଉଛି ତାଙ୍କର ବୁଝିବା ଭୁଲ। କିଏ ଦେଖିବ? ଏ ନିଜ ଗୁଣ ସକାଶେ କର୍ମ ସୁଝେ, ଏଣୁ ବିଷୟ ଜୀବ ଭୁଞ୍ଜେ। ନିଜ କର୍ମ ଫଳ ନେଇକି ନିଜେ ଯିବା, ଆମକୁ ଦେଖିବ କିଏ? ଯଦି ଆମକୁ ପ୍ରଭୁ ଦେଖିବେନି, ଯୋଉ ଠାକୁରଙ୍କୁ ଆମେ ଆଶ୍ରୟ କରିବା, ସେ ଠାକୁର ଆମ କଥା ବୁଝିବେନି? ନିଶ୍ଚୟ ବୁଝିବେ ନା। ମତେ ଲୋକ କହୁଛନ୍ତି ଯଦି ସଂସାରକୁ ଆସିଲୁ ସଂସାର ନ କରି ପାରିଲୁ ଆଉ ସେ ମଣିଷ ଜୀବନର ଲାଭ କଣ? ମତେ ଏମିତି କହୁଛନ୍ତି। ନା ସେ ଲୋକଙ୍କୁ ପଚାରୁନି, କହ ମୋର କେମିତି ପୁଅଟେ ହବ ତମେ କରେଇ ଦିଏ। ତାଙ୍କୁ କୁହ ଯଦି ସଂସାରକୁ ଆସିଲେ ଲାଭ କିଛି ନୁହେଁ, ମୋର ତ ପୁଅ ବର୍ତ୍ତମାନ ପୁଅ ଝିଅ ହଉନାହାନ୍ତି, ମୋର କେମିତି ପୁଅଟେ ହବ ତମେ କରେଇ ଦିଏ। ସେମାନେ କହ ଏଇଟା କର ସେଇଟା କର, ମତେ ତ 20 ବର୍ଷ ହେଲା ମୋର ବାହାଘର ହେଲାଣି ବାବା, ମୁଁ ବହୁତ କିଛି କରିସାରିଲିଣି, କିଛି ତ ମତେ ଫଳ ହେଲାନି। ହଉନି ଆଉ ଏଟା କର ଆଉ କଣ ସେଟା ହବ? ଏ ଆମର ଭାଗବତରେ ଯେମିତି ଲେଖା ଅଛି, ଆଉ ବୟସ ମୋର କାହିଁ ପାରିବି ପୁତ୍ର ଉପଯାଏ। ସେ କଥା ନୁହେଁ, ତୁ ଗୋଟେ କଥା କର, ସେ ପରମ ବ୍ରହ୍ମଙ୍କୁ ଧରିକି ତୁ ସେ ମାର୍ଗରେ ଚାଲ। ହଁ ମୁଁ ସେ ଗୋପାଳ ମୂର୍ତ୍ତି ପୂଜା କରୁଛି। ମତେ ଗୀତା ପଢୁଛି, ଭାଗବତ ପଢୁଛି, ସବୁ ପଢୁଛି, ମତେ ଠାକୁର ସବୁବେଳେ ମତେ ସବୁ କଥାରେ ସାହାଯ୍ୟ ହଉଛନ୍ତି। କୌଣସି ମାନେ ଯାହା ଯେତେବେଳେ ଦୁଃଖ ଜଳ ଝଞ୍ଜା ଆସୁଛି ସେ ସମାଧାନ କରୁଛନ୍ତି, ମୋ ପାଖରେ ବି ରହୁଛନ୍ତି ମତେ ଲାଗୁଛି। ଭଲ ତ। ଆଉ କିନ୍ତୁ ମୁଁ ବାଟଟା ପାଉନି, ମୁଁ କଣ କରିବି? ଆଉ କଣ କୁହ? ଯଜ୍ଞୋପବୀତ ସଂସ୍କାର ଧାରଣର ଅଧିକାରୀ କିଏ? ଏଇ ଯଜ୍ଞୋପବୀତ ହବାର ଅଧିକାରୀ କେବଳ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ନା ଶୂଦ୍ର ମାନେ ବି ଅଟନ୍ତି? ସମସ୍ତେ ନେଇପାରିବେ। ସମସ୍ତେ ନେଇପାରିବେ? ହଁ, ବ୍ରାହ୍ମଣ କେବଳ ବ୍ରତ ଉପନୟନ ସମୟରେ ନିଅନ୍ତି। ଅନ୍ୟ ଜାତି ମାନେ ସେମାନେ ତାଙ୍କ ଭିତରୁ କେତେକ ଅଛନ୍ତି ମଧ୍ୟ ବ୍ରତ ସମୟରେ ନିଅନ୍ତି। ଆଉ ଅନ୍ୟ ଜାତି ମାନେ ବିବାହ ସମୟରେ ଯଜ୍ଞୋପବୀତ ନିଅନ୍ତି। ଆମ ହିନ୍ଦୁ ଶାସ୍ତ୍ରର ନିୟମ ଅଛି, ଯଜ୍ଞୋପବୀତ ଧାରଣ ସମସ୍ତେ କରିପାରିବେ, କିନ୍ତୁ ବିବାହ ବେଳେ। ମୋର ଆମର ଯୋଉ ତେଲି ଜାତି ସେଟା ତାହେଲେ କୋଉ ବର୍ଣ୍ଣରେ ଯାଉଛି? ତେଲି? ଆଜ୍ଞା। ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟରେ ଯିବେ।
ଆଚ୍ଛା ବାବା, ମୁଁ ଆମର ଇନଷ୍ଟାଗ୍ରାମରେ ଜଣେ କର୍ମକାଣ୍ଡି ବ୍ରାହ୍ମଣ 2 ଜଣଙ୍କୁ ପଚାରିଲି, ସେମାନେ ବାହାରୁ ଯୋଉମାନେ ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ, ସେମାନେ କଣ କହୁଛନ୍ତି କି ଆମେ ତେଲି ଜାତିରେ ଶୂଦ୍ର ବର୍ଣ୍ଣରେ ଯାଉଛି। ନାଇଁ, ତେଲି ଜାତି ବେପାର ବାଣିଜ୍ୟ ତେଲ କରନ୍ତି, ତେଲ ବେପାର କରନ୍ତି। ଆଉ ସେ ଶୂଦ୍ର କେମିତି ହେବେ? ଶୂଦ୍ର ମାନେ ହଉଛି ଯେ ବ୍ରାହ୍ମଣ କ୍ଷେତ୍ର ବୈଶ୍ୟ 3 ଜାତିଙ୍କର ସେବା କରନ୍ତି। ତେଲି କଣ ବ୍ରାହ୍ମଣଙ୍କର ସେବା କରନ୍ତି? ତେଲ ତୈଳକାରକ ତୈଳ ଯୋଗାନ୍ତି, ସେଟା ବୈଶ୍ୟ ବେପାର ବାଣିଜ୍ୟ କଥା। ତେଣୁ ସେ ବୈଶ୍ୟରେ ଯିବେ ନା। ତମର ଏଗୁଡା କଣ ଜାଣିବା ଦରକାର? କାରଣ ଆମର ଜାତି ତେଲି, ଆଉ ମୁଁ ଯେତିକି ଶାସ୍ତ୍ର ଅଧ୍ୟୟନ ମନୁସ୍ମୃତି ଆଦିରୁ ଜାଣିପାରିଲି କି ବୈଶ୍ୟ ଯୋଉ ଦ୍ୱିଜ ମାନଙ୍କର ଯଜ୍ଞୋପବୀତ ସଂସ୍କାର ହବା ନିହାତି ଦରକାର ବ୍ରାହ୍ମଣ କ୍ଷେତ୍ରରେ ବୈଶ୍ୟ ମାନଙ୍କର। ତ ହଁ ମୋର ବର୍ତ୍ତମାନ ବୟସ ହଉଛି 15 ବର୍ଷ। ତେଣୁ ମୁଁ ଯଜ୍ଞୋପବୀତ ସଂସ୍କାର ଆଉ ଏଇଟା ବି ମୁଁ ଶାସ୍ତ୍ର ଅଧ୍ୟୟନ ଆଉ ଶଙ୍କରାଚାର୍ଯ୍ୟଙ୍କ ମୁଖରୁ ଶୁଣିଲି କି ଯୋଉମାନେ ବୈଶ୍ୟ ମାନଙ୍କର 22 କି 24 ବର୍ଷ ବୟସ ଭିତରେ ଯଜ୍ଞୋପବୀତ ସଂସ୍କାର ହବା ଦରକାର। କ୍ଷତ୍ରିୟଙ୍କର 16, ବ୍ରାହ୍ମଣଙ୍କର 14। ତେଣୁ ଶୁଣ, ମୁଁ ଯଜ୍ଞୋପବୀତ ସଂସ୍କାର କରି। ମୋ କଥା ଟିକେ ଶୁଣୁ। ଆଜ୍ଞା। ବ୍ରାହ୍ମଣ କ୍ଷେତ୍ର ଯଜ୍ଞୋପବୀତ କରାଯାଏ 14ରେ 15ରେ। ତ ଯଜ୍ଞୋପବୀତ କଣ କରିବା ନିହାତି ଦରକାର ତୋର? ମୋର ଯଜ୍ଞୋପବୀତ କରିକି ମୋର ଇଚ୍ଛା କି ସନ୍ଧ୍ୟା ବନ୍ଦନା କରିବା, ଗାୟତ୍ରୀ ପୁରସ୍ଚରଣ କମ୍ପ୍ଲିଟ୍ ସେ କରିବା ମୋର। ଗାୟତ୍ରୀ ପୁରସ୍ଚରଣ ସେଗୁଡା ସବୁ ହଉଛି କର୍ମକାଣ୍ଡି କଥା। ଆମେ କର୍ମକାଣ୍ଡି ମାର୍ଗର ନୁହଁ, ହେଲା। ଯୋଉମାନେ ସବୁ କର୍ମକାଣ୍ଡି ତାଙ୍କୁ ପଚାରେ। ଆମର ହେଲା ବେଦାନ୍ତ, ଆମର ହେଲା ଆତ୍ମ ଦର୍ଶନ, ଆମର ହେଲା ମୁଖ୍ୟ କର୍ମ। ଆମେ ସେଗୁଡାକ ସବୁ କହିପାରିବୁନି, ହେଲା। ଯୋଉମାନେ ସବୁ କର୍ମକାଣ୍ଡି ତାଙ୍କୁ ପଚାରିଲେ ସିଏ କହିଦେବେ, ହେଲା। ଆଚ୍ଛା, ତାହେଲେ ବାବା ଆପଣ ଯୋଉ ତାହେଲେ ଆପଣଙ୍କ ଫିଲୋସଫି କଣ? କୋଉ ଫିଲୋସଫି ଆପଣ ସମ୍ପ୍ରଦାୟ ମାନନ୍ତି? ଆମର ବେଦାନ୍ତ ଫିଲୋସଫି। ତାହେଲେ ଷଡ଼ ଦର୍ଶନରୁ This call is ହଁ, now being recorded. ଷଡ଼ଦର୍ଶନ ଭିତରେ ଅଛି ଆମର। ଆଉ ଗୋଟିଏ କଥା, ସେ ତମେ ଯଜ୍ଞୋପବୀତ ଆମର ଯେକୌଣସି ବୟସରେ, ଯେକୌଣସି ଜାତି, ଯେକୌଣସି ସମୟରେ ଆମର ଏଠି ସଦ୍ଗୁରୁ ଗ୍ରହଣ କଲେ ନେଇପାରିବେ। ଆଚ୍ଛା, ହେଲା। ଯଜ୍ଞୋପବୀତ ସମୟରେ କିଛି ମନ୍ତ୍ର ଦିଅନ୍ତି ନା ଆପଣଙ୍କ ସମ୍ପ୍ରଦାୟରେ? ଆମ ସମ୍ପ୍ରଦାୟରେ ସବୁ ଅଛି, ମନ୍ତ୍ର ନାହିଁ କାହିଁକି? ସବୁ ଅଛି। ମନ୍ତ୍ର କଣ? ମନ୍ତ୍ର ଆତ୍ମାର ମୋକ୍ଷ ପାଇଁ ସେଗୁଡା ସବୁ କଣ ଦରକାର? ଆତ୍ମାର ମୋକ୍ଷ ପାଇଁ ତମେ ଆତ୍ମ ଯେ ଶରୀର ଭିତରୁ କେମିତି ଆତ୍ମା ମୁକ୍ତି ପାଇବ, ତାର ଟେକ୍ନିକ ଗୁଡାକ ଦରକାର, ମୁକ୍ତି ମାର୍ଗ। ଆଉ ତମର ସେ ମନ୍ତ୍ର, ସେ ପଇତା, ସେ କର୍ମକାଣ୍ଡ, ସେଗୁଡା ସବୁ ଯୋଉ କରାହଉଛି ଆମର, ଏ ଭାଗବତରେ କହୁଛି ଯାହାର ମନ କର୍ମକାଣ୍ଡେ ସେ କାହିଁ ଯିବ ଉର୍ଧ୍ଵ ଦାଣ୍ଡେ। ଆଚ୍ଛା, ତାହେଲେ ବାବା ଏଇଗୁଡା ଏତେ ଆବଶ୍ୟକ ନୁହଁ, ଏଇଟା କେବଳ ସହାୟକ ଅଟେ ପରମାର୍ଥରେ, କିନ୍ତୁ ହଁ, ଏଇଗୁଡା ଏଗୁଡା କିଛି ଆବଶ୍ୟକ ନାହିଁ। ତମେ ଯଦି ଈଶ୍ୱରଙ୍କୁ ଉପଲବ୍ଧି କରିବା ପାଇଁ ଚାହୁଁଛ, ଏଗୁଡାକ କିଛି ଦରକାର ନାହିଁ। ଏଗୁଡା ଆଚ୍ଛା। ଖାଲି କ୍ରିୟା ବହୁଳ, ଖାଲି ଜୀବନ ବିତିଯିବ, ସମୟ ପଳେଇଯିବ, ବର୍ଷ ପଳେଇଯିବ, ଚୂଳ ପାଚିଯିବ, ଭବବନରେ ପଶିବ। ସରଳ ସୂତ୍ର ତମେ ଧରିକିରି ଯିବ ଯଦି ଅଳ୍ପ ସମୟ ଭିତରେ ତମେ ଧରିବ। ଯୋଗ ମାର୍ଗ ହଉଛି ତସ୍ମାତ ଯୋଗୀ ଭବାର୍ଜୁନ। ତମେ ଯୋଗ କର୍ମ କର, ଯୋଗ ବ୍ୟତୀତ ଏଇ କର୍ମକାଣ୍ଡ ଗୁଡାକ ନୁହଁ। ଆଚ୍ଛା ବାବା, ତାହେଲେ ଆମର ଯୋଉ ଭଗବତ ଗୀତାଟା ହଉଛି ବେଦାନ୍ତର ଗ୍ରନ୍ଥ ଗୋଟିଏ। ତାହେଲେ ଗୀତା ଭାଗବତ ପଢୁନୁ ଦୈନିକ। ହଁ, ମୁଁ ପଢିକି ଶ୍ରୀମଦ୍ ଭଗବତ ଗୀତାର ରାମସୁଖ ଦାସଙ୍କ କମେଣ୍ଟ୍ରି ପଢୁଛି, ଆଉ ଭାଗବତମ ଅଛି ମୋ ପାଖରେ, ପଢିବା ଷ୍ଟାର୍ଟ କରିବି ଗୀତା ସରିଲେ। ବାସ୍, ଗୀତା ଭାଗବତ ପଢ, ସେଇଥିରୁ ସବୁ ପାଇବ। ଆଉ ଗୋଟେ କଥା ବାବା, ଆମର ଯୋଉ ଆପଣ ଗୋଟେ ଇଏ କରିଥିଲେ କି ଆମର ଯୋଉ ଈଶ୍ୱର ସାକାର କି ନିରାକାର। ବାବା, ଯଦି ଈଶ୍ୱର ସର୍ବଶକ୍ତିମାନ ନା? ହୁଁ। ତେବେ ବାବା ସିଏ ମାନେ ସର୍ବବ୍ୟାପକ ଅଟନ୍ତି। ହୁଁ। ତାହେଲେ ଯଦି ସେ ସର୍ବଶକ୍ତିମାନ, ତେବେ ସେ ତାଙ୍କ ସର୍ବ ବ୍ୟାପକତାରୁ ବାହାରେ କିଛି ଜିନିଷ କରିପାରିବେ? ତାଙ୍କ ବାହାରେ କିଛି ନାହିଁ, ସେ ତ ସବୁଆଡେ ଅଛନ୍ତି, ତାଙ୍କ ବାହାରେ କୋଉଠି କଣ ଅଛି? ଆଚ୍ଛା, ତାହେଲେ ବାବା ତାହେଲେ ବର୍ତ୍ତମାନ ଈଶ୍ୱର ସର୍ବଶକ୍ତିମାନ, ସେ ତାହେଲେ ଅବତାର କେମିତି ନେଇପାରିବେ? ସେ କାରଣ ସର୍ବବିଦ୍ୟମାନ, ଅବତାର ନିହାତି କେବଳ ସାଧନା ପାଇଁ, ସାଧକ ପାଇଁ। ଆଚ୍ଛା। ଭକ୍ତ ତାଙ୍କୁ ଯୋଉ ଭକ୍ତ ତାଙ୍କୁ ଯୋଉ ରୂପରେ ଚିନ୍ତା କରିବେ, ସେ ସେଇ ରୂପରେ ଦେଖା ଦିଅନ୍ତି। କିନ୍ତୁ ଆଚ୍ଛା। ତାଙ୍କର ପ୍ରକୃତରେ ରୂପ ନାହିଁ, ସେ ଭକ୍ତର ଭାବ ନେଇକରି ସେ ରୂପ ଗ୍ରହଣ କରନ୍ତି। ଆଚ୍ଛା, ତେବେ ବାବା ଆମେ ଜୀବନରେ ବହୁତ କିଛି ଆଚିଭମେଣ୍ଟ କରୁଛେ ସତ, କିନ୍ତୁ ଅନ୍ତତଃ ଆମକୁ ଯୋଉ ଜିନିଷଟା ଆମେ ଯାହା ଭାବୁଛେ କି ଏଇଟା ମିଳିଗଲେ ଆମକୁ ଶାନ୍ତି ମିଳିଯିବ, ଏଇଟା ମିଳିଲେ ଶାନ୍ତି ମିଳିଯିବ, ଆମକୁ କିନ୍ତୁ ଅନ୍ତତଃ ଶାନ୍ତି ମିଳୁନି। ବଟ୍ କିନ୍ତୁ ଯେତେବେଳେ ଆଧ୍ୟାତ୍ମରେ କୁହାଗଲା କି ଯେତେବେଳେ ତମେ ଏଇଟା ଧ୍ୟାନ କର କି ଜପ କର କି ଭକ୍ତି କର, ଏହା ଦ୍ୱାରା ତମକୁ ଶାନ୍ତି ମିଳିବ ବୋଲି। ତାହେଲେ ବାବା ଆମେ ଏଇଟା କଣ ସିଓର କି ଯୋଉଟା ଭୌତିକ ଦୁନିଆରେ ଯୋଉ ଶାନ୍ତିଟା ଆମକୁ ପାଇପାରୁନେ, ସେଟା ଆଧ୍ୟାତ୍ମରେ ମିଳିଯିବ? ଆଧ୍ୟାତ୍ମିକ ଜଗତରେ ସବୁ ଶାନ୍ତି ମିଳିବ।
ଭୌତିକ ଜଗତରେ ସେ ଶାନ୍ତି ନାହିଁ। ଭୌତ ଜଗତ ହଉଛି କ୍ଷଣିକ ସୁଖ, ଆଧ୍ୟାତ୍ମିକ ଜଗତରେ ହଉଛି ମାନେ ଚିରସ୍ଥାୟୀ ସୁଖ। ବ୍ରହ୍ମାନନ୍ଦಂ ପରମ ସୁଖଦମ୍ କେବଳଂ ଜ୍ଞାନ ମୂର୍ତ୍ତିମ୍ ଦ୍ୱନ୍ଦ୍ୱାତୀତଂ ଗଗନ ସଦୃଶମ୍ ତତ୍ତ୍ୱ ମସ୍ୟାଦି ଲକ୍ଷ୍ୟମ୍। ତେଣୁ ତମର ଆଧ୍ୟାତ୍ମିକ ଜଗତରେ ପରମ ସୁଖ ମିଳିବ, ଏଥିରେ କିଛି ସୁଖ ନାହିଁ। ବାବା ଆଉ ଗୋଟେ କଥା, ଯଦି ଆଧ୍ୟାତ୍ମ ଜଗତରେ ସବୁ ସୁଖ ମିଳିବ, ବ୍ରହ୍ମ ପ୍ରାପ୍ତି ସମସ୍ତଙ୍କ ସବୁ ସାଧକଙ୍କ ଲକ୍ଷ୍ୟ, ତେବେ ବାବା ଏତେ ଗୁଡେ ମାର୍ଗ କାହିଁକି ଅଛି? ସାଂଖ୍ୟ ଯୋଗ, କର୍ମ ଯୋଗ, ଭକ୍ତି ଯୋଗ, ଏତେ ଗୁଡେ ମାର୍ଗ କାହିଁକି ଭଗବାନ? ଏ ମାର୍ଗ ଗୁଡା ସବୁ କରାହେଇଛି କେବଳ ଲୋକମାନଙ୍କୁ ବୁଝେଇବା ପାଇଁ। ଅବୁଝା ମନ ଲୋକଙ୍କର ବୁଝୁନାହିଁ ତ, ତାଙ୍କୁ ବିଭିନ୍ନ ପ୍ରକାର ମାର୍ଗରେ କୁହାହଉଛି। ଆମର ଗୋଟେ କଥା ଦେଖେ, ଯେ ଭାତ ଟିକେ ଆଳୁ ଚକୁଟା ଟିକେ କରିଦେଲେ ଆମେ ଖାଇଦବା, ଆଉ ସେଥିରେ ବାଇଗଣ ଟମାଟୋ ପକେଇକି ମସଲା ଦେଇକି ଏତେ ପ୍ରକାର କରୁଛନ୍ତି କାହିଁକି? କେବଳ ସ୍ୱାଦ ପାଇଁ। ଠିକ ସେଇଭଳି ପ୍ରକାରର ଲୋକ ବିଭିନ୍ନ ପ୍ରକାର ସାଂଖ୍ୟ ଦର୍ଶନ ବୁଝଉଛନ୍ତି ବା ବେଦାନ୍ତ ଦର୍ଶନ, ସବୁ ଦର୍ଶନ ବୁଝେଇବାର ଏକମାତ୍ର କାରଣ ହଉଛି ଲୋକମାନଙ୍କୁ କେବଳ ପ୍ରକୃତ ଜ୍ଞାନଟା କରିବା ପାଇଁ। ଲୋକମାନେ ଏଣେ ତେଣେ ମନ ଭ୍ରମରେ ବୁଲୁଛନ୍ତି, ପ୍ରକୃତ ମାର୍ଗ ଧରି ପାରୁନାହାନ୍ତି। ତାଙ୍କୁ ପ୍ରକୃତ ମାର୍ଗ ଧରିବା ପାଇଁ ଭିନ୍ନ ଭିନ୍ନ ଉପାୟ କରାଯାଇଛି। ସେ ପଢି ପଢି ବହୁତ ଦିନ ପରେ ସେ ମାର୍ଗକୁ ଆସିବେ। କିନ୍ତୁ ଯଦି ସଦ୍ଗୁରୁଙ୍କୁ ଏକାଥରେ କିଏ ଧରି ପକାଏ ବିଶ୍ୱାସ କରିକି, ତାର ଏତେ ମାର୍ଗ ବୁଝିବା ଦରକାର ନାହିଁ କି ଜାଣିବା ଦରକାର ନାହିଁ। ସେ ସିଧାସଳଖ ଗୁରୁଦତ୍ତ କର୍ମ କରିକି ଉପରକୁ ଯିବ। ନାଇଁ, ଗୁରୁ ବି ତ ବିଭିନ୍ନ ଅଛନ୍ତି ଭକ୍ତି ମାର୍ଗରେ। ଯଦି ଆମେ ବୃନ୍ଦାବନ ପଳେଇବା, ତାଙ୍କର ଭକ୍ତି ମାର୍ଗ ସେ ଶିଖଉଛନ୍ତି, ସେ ସଦ୍ଗୁରୁ ମାନେ, ସେଥିରେ ବି ଲୋକଙ୍କୁ ଶାନ୍ତି ମିଳୁଛି। ଯଦି କାଶୀ ପଳେଇବା, ତେବେ ଧ୍ୟାନ ମାର୍ଗ ଧ୍ୟାନ ଶିଖଉଛନ୍ତି। ଯଦି ଆମେ ଏମିତି ତ ବିଭିନ୍ନ ଜାଗାରେ ବିଭିନ୍ନ ପ୍ରକାର ସାଧନା ପ୍ରଣାଳୀକୁ ସଦ୍ଗୁରୁ ସବୁ ସାଧନା ପ୍ରଣାଳୀ ଠିକ, ସମସ୍ତେ ଠିକ ବୁଝୁଛନ୍ତି। ତମେ ଆଗେ ସିଦ୍ଧାନ୍ତ କର କୋଉ ସାଧନା ତମ ପାଇଁ ଉପଯୁକ୍ତ, ସେଇଆକୁ କରିକି ତମେ ଯା। ଆଚ୍ଛା, ତାହେଲେ ବାବା ମୁଁ କେମିତି ଜାଣିବି କି ମୋ ପାଇଁ କୋଉ ସାଧନା ଉପଯୁକ୍ତ ବୋଲି? ତମ ଭିତରେ ଗୋଟେ ବିବେକ ଅଛି, ସେ ବୁଝେଇଦବ। ତମେ ଆଗେ ମିଶ ସମସ୍ତଙ୍କ ସାଙ୍ଗରେ, ତମ ସାଙ୍ଗରେ ମିଶି ବୁଝି ଯାଅ, ଦିନ ଆସିବ ତମେ ଜାଣିବ ଆଉ କଣ। ଆଚ୍ଛା ବାବା, ଆଉ ତାହେଲେ ଆପଣ ବେଦାନ୍ତର ଆପଣଙ୍କ ଦର୍ଶନକୁ ବେଦାନ୍ତ କରେ, ତାହେଲେ ବାବା ବେଦାନ୍ତ ଭିତରେ ବି ତ ଅଛି ଯେ ଆହୁରି 5ଟା 6ଟା ଉପଦର୍ଶନ ତାର ଅଛି। ସେଗୁଡାକ ସବୁ ପୁସ୍ତକ। ଅଦ୍ୱୈତ ଦର୍ଶନ, ଅଦ୍ୱୈତବାଦ ସବୁ ହେଇଗଲା, ସବୁ ଦ୍ୱୈତ ସବୁ ହେଇଗଲା। ବାଦ ଅଦ୍ୱୈତବାଦ ସେ ସବୁ ପୁସ୍ତକରେ ଲେଖା ଅଛି। ତା ଭିତରେ ପଶିଲେ ମୁଣ୍ଡ ଗରମ ହେଇଯିବ। ବେଦାନ୍ତ କହିଲେ ଗୋଟିଏ ଜିନିଷ ଆମେ ବୁଝୁ, ବେଦ କହିଲେ ଇନ୍ଦ୍ରିୟ ଉପଲବ୍ଧ ଯୋଉ ଗୁଡାକ ବିଷୟ ଅଛି ତାକୁ ଆମେ ବେଦ ଜ୍ଞାନ କହୁ। ହେଲା, ଇନ୍ଦ୍ରିୟାତୀତ ଜ୍ଞାନକୁ ଆମେ ବେଦାନ୍ତ ଜ୍ଞାନ ବୋଲି କହୁ। ଯୋଉଟା ଇନ୍ଦ୍ରିୟରୁ ଅତୀତ ତାକୁ ଇନ୍ଦ୍ରିୟାତୀତ ଜ୍ଞାନ, ଆମେ ସେଇଟାକୁ କହୁ ବେଦାନ୍ତ ଜ୍ଞାନ। ଏଇ ଯୋଉ ବହି ଫହି ଏଗୁଡା ସବୁ ଏତେ ପଢିକିରି ଯାହା ତମେ ପାଇବ, ସଦ୍ଗୁରୁଙ୍କ ପାଖରୁ ଏକା ବେଳକେ ସେଇଆ ପାଇବ। ବାବା ତାହେଲେ ଆମର ପରମାତ୍ମାଙ୍କୁ ଯୋଉ ଉପଲବ୍ଧି, ସବୁଠୁ ସହଜ ସରଳ ମାର୍ଗ ଗୋଟେ, ଯୋଉଟା କି ଆମେ ସବୁଠୁ ସହଜ ସରଳ ହଉଛି ସଦ୍ଗୁରୁ ଦତ୍ତ ବାକ୍ୟ କର୍ମ କଲେ ସବୁଠୁ ସହଜ ସରଳରେ। ତାହେଲେ ଆମେ କେମିତି ଜାଣିବା କି ସଦ୍ଗୁରୁ କିଏ ବୋଲି? ମୋ ଏପିସୋଡ ଗୁଡାକ ମୁଁ 1000 ଏପିସୋଡ ଚାଲି, ସେଥିରେ 1000 ବାର କହିସାରିଲିଣି। ତାକୁ ବର୍ତ୍ତମାନ ପଢିକି ବୁଝୁ। ମୋ ଏପିସୋଡ ବୁଝି ସାରିଲା ପରେ ମୋ ସାଙ୍ଗରେ କଥାବାର୍ତ୍ତା କରିବୁ। ମୋ ଯୋଉ ଅଖିଳ ଜ୍ୟୋତି ଚ୍ୟାନେଲକୁ ତା ଭିତରେ ଗୋଟେ ଚ୍ୟାନେଲ ଖୋଲିଦବୁ। ତା ତଳେ ଗୋଟେ ଲୋଗୋ ଅଛି, ଛୋଟିଆ ଲୋଗୋ ଅଛି, ହାତ ମାରିଦବୁ। ତା ତଳେ ଭିଡିଓ ଲେଖା ଅଛି, ଭିଡିଓ ଉପରେ ଆଙ୍ଗୁଳି ମାରିଦବୁ। 1100 ଭିଡିଓ ପାଇଯିବୁ। ତାକୁ ସବୁ ଖେଳେଇକି ଗୋଟି ଗୋଟି କରି ବୁଝୁ, ଲୋକଙ୍କ ପ୍ରଶ୍ନ ଉତ୍ତର ବୁଝୁ। ତୋ ମୁଣ୍ଡ ଟାଣ ହେଇଗଲେ ସେତେବେଳେ ତୁ ଜାଣିବୁ। ହଉ ବାବା ଆଉ ଗୋଟେ କଥା, ଆଉ କିଛି ମୁଁ କହିପାରିବିନି, ଟାଇମ ନେଇ ମତେ।